କାହିଁକି ଏ ସଞ୍ଜୟକୁ ଆରେଷ୍ଟ କରାଯାଉନାହିଁ? କାରଣ ସଞ୍ଜୟ ବାରମ୍ବାର ଯେଉଁଭଳି ଭାବରେ ଅପରାଧ କରିଛି ଏବଂ ଯେଉଁ ଝିଅର ଜୀବନ ନଷ୍ଟ କରିଛି, ସେଥିପାଇଁ ମମତା ଦିଦି କ'ଣ ପାଇଁ ଆରେଷ୍ଟ କରୁନାହିଁ? ସେଥିପାଇଁ ବହୁତ ବଡ଼ ପ୍ରଶ୍ନ ଉଠୁଛି। ଏଇ ଯେଉଁ ବଳାତ୍କାରୀ ଯେଉଁ କରିଛି ସଞ୍ଜୟ, ଯିଏକି ପୋଲିସ ଭାବରେ ସେ ସାହାଯ୍ୟ କରୁଥିଲା ଏବଂ ଯେଉଁ ବିଲ୍ଡିଂ ଜଗୁଥିଲା ସିଏ ଯଦି ଏମିତି କାମ କରିବ, ତାହେଲେ ବର୍ତ୍ତମାନ କ'ଣ ପରିସ୍ଥିତି ସୃଷ୍ଟି ହେବ? କଲିକତାରେ କ'ଣ ପାଇଁ ସଞ୍ଜୟକୁ ଏପର୍ଯ୍ୟନ୍ତ ଆରେଷ୍ଟ କରାଯାଇନି? ଖାଲି ପଚରାଉଚରା କରାଯାଉଛି। କିନ୍ତୁ ସମସ୍ତଙ୍କର ଡିମାଣ୍ଡ ଯେ ଯେତେ ଶୀଘ୍ର ସଞ୍ଜୟକୁ ଫାଶୀ ଦଣ୍ଡ ଦିଆଯାଉ। କାରଣ ସଞ୍ଜୟର ପରିବାର ଯିଏ, ତାଙ୍କ ଯେଉଁ ଭଉଣୀ ଏବଂ ମା କହିଛନ୍ତି ଯେ ସଞ୍ଜୟ ଯେଉଁ ଭଳିଆ କାମ କରିଛି ତାକୁ ଫାଶୀ କଣ୍ଟରେ ଝୁଲାଇ ଦିଅନ୍ତୁ। ଏବଂ ସଞ୍ଜୟ ଯେଉଁ ଭଳିଆ କାମ କରିଛି ନିଶ୍ଚିନ୍ତ ଭାବରେ ବହୁତ ବଡ଼ ପ୍ରଶ୍ନ ଉଠୁଛି। ଏତେ ଯଦି ପୋଲିସର ସହାୟତା ମଧ୍ୟରେ ଯଦି ସେ ଯଦି ଏମିତି କାମ କରିପାରେ, ତାହେଲେ ବହୁତ ବଡ଼ ପ୍ରଶ୍ନ ଉଠୁଛି। ତେଣୁ ପୋଲିସ ଯଦି ଏମିତି କାମ କରିବ, ତାହେଲେ ଆମ୍ ଜନତା କ'ଣ କରିବେ? ଏବଂ ଯେଉଁ ଝିଅଟିର ନାଇଟ୍ ସିଫ୍ଟ ଥିଲା, ସିଏ ତାର ଏମିତି ଭାବରେ ଗ୍ୟାଙ୍ଗ ରେପ୍ କରି ତାକୁ ମାରି ଦିଆଯାଇଛି, ଯେଉଁଟାକି ବହୁତ ବଡ଼ ପ୍ରଶ୍ନ ଉଠୁଛି। ପୋଲିସ ଥିବା ସମୟରେ ଏଭଳି କାମ କରୁଛି, ତେଣୁକରି ମେଡିକାଲକୁ ଆଉ କୌଣସି ଦିନ ପାଠକୁ ଯିବେନି ବୋଲି ତାହା ମଧ୍ୟ ନିଷ୍ପତ୍ତି ନେଇସାରିଛନ୍ତି କଲିକତାରେ। ଏବଂ ଯେଉଁ ନିରୀହ ଝିଅଟି, ଏତେ ଭଲ ଝିଅଟା, ତାକୁ ଏଭଳି ଭାବରେ ଯଦି ତାକୁ ଯଦି ନ୍ୟାୟ ନ ମିଳିବ, ତାହେଲେ ମମତା ଦିଦି ସରକାର ଭାଙ୍ଗିଯିବା ହିଁ ସେଥିପାଇଁ ସମସ୍ତେ କ୍ୟାଣ୍ଡେଲ ମାର୍ଚ୍ଚ କରିଛନ୍ତି ମଧ୍ୟ। ଆପଣ ଆପଣଙ୍କ ମତରେ ଏଇ ଯେଉଁ ସଞ୍ଜୟ ଯେଉଁଭଳିଆ କାମ କରିଛି, ଠିକ୍ ନା ଭୁଲ, କମେଣ୍ଟ କରି କହିବେ। ଏବଂ ଓଡ଼ିଆ ବ୍ରେକିଂ ନ୍ୟୁଜ୍ ୱିଥ୍ ରାଜା ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରିଦେବେ। ଏଇଭଳି ଭିଡ଼ିଓ ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର।